प्रचार करुछु भक्त कवि रामदास विरचित दाढ़ता भक्ति गरीबदास संवादर प्रथम भाग। बेतार संपादना तीर्थानंद मिश्र, पूर्वाभास झरणा दास, संगीत परिचालना ओम प्रकाश महांती एवं प्रयोजना दीपक सामंतराय। गरीबदास संवाद। जयनगर धन्य व्यक्ति रघुवर पांडे पुत्र गरीबदास अचलाचल संपत्तिर अधिकारी, मात्र पिला दिनरू गरीब थिले, संसार विरागी, निसंग, उदासी। दिने सकल संपत्ति को जलांजलि दे गरीब माला तिलक धरी सन्यासी हो जाती। अहरह राम को भजन करी मानस पूजारे इष्टदेव को संतुष्ट करी साक्षात दर्शन लाभ करती। से विभु कृपा लाभ करी रामनाथ दर्शन परे नीलाद्री दर्शन करती से एवं पूर्णगर्भा काठजोड़ी को मृगछाल माध्यम अतिक्रम करी कटक रे पहुंची बारबाटीर पश्चिम रे जगन्नाथ मंदिर निर्माण करी नीलाद्रीर सकल विधि व्यवस्था से स्थान रे खंजती। सेतेबेलକୁ जवन राजत्व सेमानक मुख्य गरीबदास को अपमानित करिया पे गोटे पात्र रे जवन मानक भक्ष्य पदार्थ रखी मुद देई गरीबदासक पाखकु पठेछि। सन्यासी सेही द्रव्य को बेतरे 3 थर छुई फेरई देइछंती, मात्र जवन मुख्य सेथिरे मिष्टान्न, पुरी, गजा इत्यादि देखि विस्मित होई सन्यासी को साक्षात करबाकु आसीछि। दैवयोगे से दिन सन्यासी गरीबदास समाधि रे बसिथिबा हेतु साक्षात न पाई मंदिर भांगी दे पळै जाइछि। समाधि रे उठी क्रोधरे सन्यासी जवन मुख्यक निकटकु आसी मंदिर निर्माण पई स्थान दाबी करिछंती। भयरे जवन मुख्य ताहा देबा परे गरीबदासक शिष्य माने सेठारे जगन्नाथ मंदिर स्थापन करी पूजा कर्मादि करिछंती। प्रभु गणपति हे मोहर दुर्गति, मु तुम्भ चरणे शरण, मो विघ्न कर विमोचन। श्री गुरु पादे नमस्कार, दया करिबे चक्रधर। कह हे मन भक्त मानंक कथा सार, कहि पवित्र मोते कर। चैतन्य कहे सुन मन, उत्तराखंडे पुण्यस्थान। जयनगर बोली नाम, सेवे से हटे तारा धाम। रघुवर पांडे से बड़ धन्याढ्यटई, बहु कुटुंब तार थाई। पुत्रेक नाम ता गरीब, शांत सुशील तार भाव। दया ता थाई जीव ठार, क्रोधहीन था
ବୈରାଗ୍ୟ ହେଲା ଜାତ ଘରୁ ବାହାର ସେ ତୁରିତ ବୈଷ୍ଣବ ଭେକ ଚରିଲେ କନ କଣ୍ଠେ ମାଳ ଭରିଲେ ତିଳକ କରି ଲଲାଟରେ ଶଙ୍ଖ ଚକ୍ରାଦି ହୃଦୟରେ ରାମ ଭଜନ ଅନୁକ୍ଷଣେ ପ୍ରବେଶ ହୋଇଲେ କାନନେ ଏକ ବୃକ୍ଷର ତଳେ ରହି ଶ୍ରୀରାମ ଭଜିଣ ନାଚଇ ବୋଲନ୍ତି ନମ ରଘୁବୀର ମହିମା ଅପାରୁ ଅପାର ମୁଁ ତ ଅଟଇ କର୍ମହୀନ କି ରୂପେ କରିବି ପୂଜନ ମାନସ ପୂଜାର ବିଧାନେ ବେଶ କରଇ ମନେ ମନେ ନୀଳ ଜିମୁତ ରୂପ ସାର କନ୍ଦର୍ପ ଜିଣି ସେ ସୁନ୍ଦର करे କୋଦଣ୍ଡ କାଣ୍ଡ ସୋହେ ଶିରେ ମୁକୁଟ ଶୋଭା ପାଏ ବସାଇ ତାଙ୍କୁ ବୀର ବେଶେ ଜାନକୀର ଖାଇ ପାରୁ ସେ ଲକ୍ଷ୍ମଣ ବୀର ଛତ୍ର ଧରି ପାଖରେ ଟିକିଣ ଭାରି ଛାମର ଢାଳନ୍ତି ଭରତ ଶତ୍ରୁଘ୍ନ ଆଲଟରେ ରଥ ଆଦେଶେ ବଇ ହନୁମନ୍ତ ଚତୁର୍ଥ ମୂର୍ତ୍ତି ସୀତାକାନ୍ତ ପିତ ବସନ ଭରଣ ଶ୍ରୀକରେ ରତନ କଙ୍କଣ ହୃଦୟରେ ରତନ ଭୂଷଣ ହେମନ୍ତ ରୂପ କରି ଧ୍ୟାନ ନୃପ କରନ୍ତି ସମ୍ମୁଖରେ ଆନନ୍ଦ ହୋଇଣ ମନରେ ହେ ପ୍ରଭୁ ମତେ କୃପା କର ହେ ଭବ ସାଗରୁ ଧର ଦୟା ସାଗର ରଘୁବୀର ହୃଦେ ଦର୍ଶନ ହେଲେ ତାର କୋଟି କନ୍ଦର୍ପ ରୂପ ଦେଖି ବିଛଣା ନ ପାରଇ ଆଖି ନୟନ ଲୁହ ହୃଦ ଯାକ ଭୂମିରେ ପଡ଼ଇ ଅନେକ ଆନନ୍ଦ ସାଗରେ ବୁଡ଼ିଲା ଦେହରୁ ପ୍ରାଣ କି ଛାଡ଼ିଲା ଭୟ ନୁହଁଇ ତାର ଚିତ ପିଣ୍ଡ ହୋଇଲା ମୃତବତ ହେମନ୍ତ ଦେଖି ରଘୁନାଥ କୋଳରେ ଧଇଲେ ତୁରିତ ପଦ୍ମ କରରେ ଝାଡ଼ି ଦେଲେ ହେ ଭକ୍ତ ବର ମାଗ ବୋଲେ ତୁ ଅଟୁ ଭକତ ଶେଖର ମନ ଇଚ୍ଛାରେ ମାଗ ବର ଗରିବ କହେ କାର୍ପୁଣ୍ୟରେ ହେ ପ୍ରଭୁ କୃପା କର ମୋରେ
ଚିନ୍ତା ମୁଁ କଲେ ହୃଦୟରେ ଦର୍ଶନ ଦେଉଥିବ ବାରେ ଭୂତ ଭବିଷ୍ୟ ବର୍ତ୍ତମାନ ଚିନ୍ତିଲେ ଜାଣିବି ମୁଁ ପୁଣ ଇଚ୍ଛାରେ ମୃତ୍ୟୁ ହେବ ମୋର ନାମ ଖ୍ୟାତ ହେବ ପାର ଯହିଁକି ମୁଁ ମନ କରିବି ତକ୍ଷଣେ ସେଠାରେ ମିଳିବି ହେ ବର ଦିଅ ରଘୁବୀର ତୋ ପାଦ ପଦ୍ମେ ଚିତ୍ତ ସ୍ଥିର ଶ୍ରୀମୁଖେ ଅସ୍ତୁ ଅସ୍ତୁ ବାଣୀ ଆନନ୍ଦ ହୋଇ ପ୍ରଭୁ ଭଣୀ ହେମନ୍ତ ଶୁଣି ସେ ଭକତ ସାଷ୍ଟାଙ୍ଗେ କଲା ଦଣ୍ଡବତ ପ୍ରଣାମ କଲା ବାରମ୍ବାର ଅଦୃଶ୍ୟ ହେଲେ ରଘୁବୀର ତହୁଁ ଭକତ ତତ କାଳେ ଶ୍ରୀ ବୃନ୍ଦାବନ ଚଳିଗଲେ। ଶେଷ ହେଲା ଭକ୍ତକବି ରାମଦାସ ବିରଚିତ ଦାଢତା ଭକ୍ତିରେ ଗରିବଦାସ ସମ୍ବାଦର ପ୍ରଥମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସେଲୁ ମହାନ୍ତି, ଶୈଳଭ ମହାପାତ୍ର ଏବଂ ରତିକାନ୍ତ ଶତପଥୀ। ବେଦାର ସମ୍ପାଦନା ତୀର୍ଥାନନ୍ଦ ମିଶ୍ର, ପୂର୍ବଭାଷ ଝରଣା ଦାସ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି ଏବଂ ପ୍ରଯୋଜନା ଦୀପକ ସାମନ୍ତରାୟ।